ତଥା ସୁବର୍ଣ୍ଣପୁର ଜିଲ୍ଲାର ବିବେକାନନ୍ଦ ଲୋକ ସଂସଦ ସଭାପତି ଶ୍ରୀଯୁକ୍ତ ହରିବନ୍ଧୁ ପାଣିଗ୍ରାହୀ, ଯିଏ କି ମୋର ପ୍ରିୟ ଶିକ୍ଷକ, ତାଙ୍କର ପାଦ ତଳେ ମୋର ପ୍ରଣତି। ଓଡ଼ିଶାର ଲୋକ ସଂସଦର ସଭାପତି ମୋର ବଡ଼ ଭାଇ ଶ୍ରୀଯୁକ୍ତ ଦେବେନ୍ଦ୍ର ବିଜୟ ସାହୁଙ୍କୁ ମୋର ମଧ୍ୟ ପ୍ରଣତି। ବର୍ତ୍ତମାନ ଗୋପୀ ମହାନ୍ତିଙ୍କର ଗୋଟିଏ ଉକ୍ତିରୁ ଆରମ୍ଭ କରିବି। ଯେଉଁ ଭାଷା ମୋ ବୋଉ ମୋ ଓଠରେ ଦେଇ ସମଗ୍ର ପୃଥିବୀକୁ ଚିହ୍ନେଇ ଦେଇଛି, ସେ ମୋର ପ୍ରିୟ ଭାଷା ଓଡ଼ିଆ ଭାଷା। ଶୁଭୁଛି ସାର୍? ହ୍ୟାଲୋ। ହଁ ଶୁଭୁଛି। ସେ ମୋର ପ୍ରିୟ ଭାଷା ଓଡ଼ିଆ ଭାଷା। ଓଡ଼ିଆ ଭାଷା ସମ୍ପର୍କରେ ଗୋଟିଏ ଧାଡ଼ି ଯଥେଷ୍ଟ। ଓଡ଼ିଆର ପ୍ରାଚୀନତାକୁ ଯେତେବେଳେ ଆମେ ନିରୀକ୍ଷଣ କରୁ, ସବୁଠାରୁ ବୈଶିଷ୍ଟ୍ୟ ହେଲା ଏହାର ବୃତ୍ତାକାର ଲିପି। ଭାରତୀୟ ଯେତେ ଭାଷା ଅଛି, ନିଜସ୍ୱ ଲିପି ନାହିଁ କେବଳ ଓଡ଼ିଆକୁ ଛାଡ଼ିଦେଲା ପରେ। ଅନ୍ୟ ଲିପିକୁ ନେଇ ସେମାନେ ବ୍ୟବହାର କରନ୍ତି, କିନ୍ତୁ ଓଡ଼ିଆ ଭାଷାର ଏକ ବିଶିଷ୍ଟ ବୈଶିଷ୍ଟ୍ୟ ତାର ବୃତ୍ତାକାର ଲିପି। ମୁଁ ତ ନିଜକୁ ଧନ୍ୟ ମନେ କରେ ଯେ ଓଡ଼ିଆ ମୋର ଭାଷା। ଏଇ ଭାଷାକୁ ମୁଁ ଯେତେ ଭଲ ପାଇଛି, ଯେତେ ଆଦର କରିଛି, ମୁଁ ତା ତୁଳନାରେ ଏଇ ଭାଷା ପାଇଁ କିଛି କରିପାରେ ନାହିଁ। ଏଇ ଭାଷା ସମ୍ପର୍କରେ କହିବା ପୂର୍ବରୁ ଆଉ ଗୋଟେ କଥା କହି ରଖେ। ଏଇ ଯେଉଁ ଆଜିର ଯେଉଁ ଆଲୋଚନା ବା ବିଷୟବସ୍ତୁଟି ନିର୍ବାଚନ କରାହେଇଛି, ନାଟକ ସମ୍ପର୍କରେ ସାଧାରଣତଃ ଆଲୋଚନା କମ୍ ଦେଖାଯାଏ। ସାହିତ୍ୟର ଅନେକ ବିଭାଗ ଅଛି। ଗଳ୍ପ ହେଇପାରେ, କବିତା, ପ୍ରବନ୍ଧ, ଉପନ୍ୟାସ, ଅନେକ କିଛି ଅଛି। କିନ୍ତୁ ତା ଭିତରେ ଏଇ ଯେଉଁ ନାଟକ କଥାଟି ଉଠେ, ଏଇ କଥାଟି ଏହା ସମ୍ପର୍କରେ ଆଲୋଚନା କମ୍ ଦେଖାଯାଏ। କିନ୍ତୁ ପ୍ରାଚୀନ କାଳରୁ ପ୍ରତ୍ୟେକ ସାହିତ୍ୟରେ ଆମେ ଲୋକନୃତ୍ୟ, ନୃତ୍ୟ କଳା ଦେଖିଥାଉ। ସେ ମାହାରୀ ନୃତ୍ୟଠୁ ଆରମ୍ଭ କରି ଆଜିର ନାଟକ ପର୍ଯ୍ୟନ୍ତ ମଞ୍ଚ ହେଇପାରେ, ଖୋଲା ମଞ୍ଚ ହେଇପାରେ, ଏକକ ଦୃଶ୍ୟ ହେଇପାରେ, ଗୋଟିଏ ଚରିତ୍ର ହେଇପାରେ, 5ଟି ଚରିତ୍ର ହେଇପାରେ। ଏମିତି ଆମର ଗୋଟେ ପରମ୍ପରା ଅଛି। ଖୋଲା ଆକାଶର ତଳେ ଗୋଟେ ମଞ୍ଚର ପରିକଳ୍ପନା ଅଛି। ଏହା ଉପରେ ଆଉ ବିଶେଷ ଆଗକୁ ଯିବି ନାହିଁ। ବର୍ତ୍ତମାନ ମୁଁ ଆରମ୍ଭ କରିବି ଓଡ଼ିଆ ନାଟ୍ୟ ସାହିତ୍ୟରେ ଏଇ ଯେଉଁ ପ୍ରଥମ ଯେଉଁ ପର୍ଯ୍ୟାୟ ଅଛି, ଦ୍ୱିତୀୟ ପର୍ଯ୍ୟାୟ ଅଛି, ତୃତୀୟ ପର୍ଯ୍ୟାୟ ଅଛି, କାହିଁକି ଉଦ୍ଭଟ ନାଟକର କଳ୍ପନା କରାଗଲା, କେମିତି ଉଦ୍ଭଟ ନାଟକର କଳ୍ପନା ହେଇଥାଏ। ଆମେ ପ୍ରଥମ ପର୍ଯ୍ୟାୟରେ ଦେଖୁଛୁ ରଘୁନାଥ ପରିଛାଙ୍କୁ, ତାଙ୍କର ନାଟକ ଗୋପୀନାଥ ବଲ୍ଲଭ 1868। ତାପରେ ଆମେ ଦେଖୁଛୁ କାହ୍ନୁଚରଣ ମିଶ୍ରଙ୍କୁ ପଦ୍ମାବତୀ ହରଣ 1834। ତାପରେ ବାବାଜୀ ନାଟକ 1873। ପ୍ରଥମ ପର୍ଯ୍ୟାୟର ନାଟ୍ୟକାର ହେଲେ ଜଗମୋହନ ଲାଲା, ରାମଶଙ୍କର ରାୟ, କାମପାଳ ମିଶ୍ର, ଭିକାରୀ ଚରଣ ପଟ୍ଟନାୟକ, ଗୋଦାବରୀଶ ମିଶ୍ର, ଅଶ୍ୱିନୀ କୁମାର ଘୋଷ। ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ନାଟ୍ୟକାର ମାନେ ଆସିଲେ, କାଳିନ୍ଦୀ ଚରଣ ପଟ୍ଟନାୟକ, ରାମଚନ୍ଦ୍ର ମିଶ୍ର, ଭଞ୍ଜକିଶୋର ପଟ୍ଟନାୟକ, ଗୋପାଳ ଛୋଟରାୟ, କମଳ ଲୋଚନ ମହାନ୍ତି, ଧନେଶ୍ୱର ପଟ୍ଟନାୟକ, ଆନନ୍ଦ ଚନ୍ଦ୍ର ଦାସ, ଏଇମାନେ ଉଣା ଅଧିକେ ଅନ୍ନପୂର୍ଣ୍ଣା ଥିଏଟର ସହିତ ଯୋଗାଯୋଗ ଥିଲା। ଅନ୍ନପୂର୍ଣ୍ଣା କ ପୁରୀ, ଅନ୍ନପୂର୍ଣ୍ଣା ଖ କଟକ। ତାପରେ ପରବର୍ତ୍ତୀ ସମୟରେ ଆସୁଛି ତୃତୀୟ ପର୍ଯ୍ୟାୟରେ ନାଟକ ଆସୁଛି ବା ନାଟ୍ୟକାର ମାନେ ଆସୁଛନ୍ତି। ସେଇଟା ଉଦ୍ଭଟ ନାଟ୍ୟ ପରମ୍ପରାର ଯେଉଁମାନେ ଆରମ୍ଭ କଲେ ସେଇମାନେ ଆସୁଛନ୍ତି।
ମୁଁ ପ୍ରଥମରୁ ଟିକେ ଆଉ ଟିକେ କହି ଦେଖେ କହି ରଖୁଛି ଏଇ ନାଟ୍ୟ ସାହିତ୍ୟ ନାଟକର ଉତ୍ପତ୍ତି କେମିତି ହେଇଛି। ଭରତ ମୁନି ତାଙ୍କର ନାଟ୍ୟ ଶାସ୍ତ୍ରରେ ଗୋଟିଏ ଛୋଟ ଗପ କହନ୍ତି। ସେ ଗପ ହେଲା ଯେ ବେଦ ସମସ୍ତେ ପଢି ପାରିବେ ନାହିଁ, ତେଣୁ ଇନ୍ଦ୍ର ଏବଂ ଅନ୍ୟାନ୍ୟ ଦେବତା ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ, ହେ ବ୍ରହ୍ମା, এই ବେଦ ତ ସମସ୍ତେ ପଢିପାରିବେ ନାହିଁ, ଗୋଟେ ଦୃଶ୍ୟ କାବ୍ୟର କଳ୍ପନା କରାଯାଉ। ବ୍ରହ୍ମା ଋଗ୍ବେଦର କଥା, ସାମବେଦର ଗାନ, ଯଜୁର୍ବେଦର କ୍ରିୟା, ଅଥର୍ବବେଦର ରସ, ତାକୁ ନେଇ ଗୋଟେ ପଞ୍ଚମ ବେଦର କଳ୍ପନା କରାହେଲା, ତାହା ସଂଗୀତ ବେଦ ଏହା କୁହାଯାଏ। এই ପର୍ଯ୍ୟନ୍ତ ଆମେ ଦେଖିନାହୁଁ। এই ଯେଉଁ ନାଟକର ଯେଉଁ ବିକାଶ ଏବଂ ଭିତ୍ତିଭୂମି ଅଛି, କେତେ ପ୍ରାଚୀନ କାଳରୁ ଅଛି। ଓଡ଼ିଆ ସାହିତ୍ୟରେ ଗୋଟିଏ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, এই ଦ୍ୱିତୀୟ ପର୍ଯ୍ୟାୟ ନାଟକ ପରେ ହଠାତ୍ ଲମ୍ଫ ପ୍ରଦାନ କରିଛି ଉଦ୍ଭଟ ନାଟକକୁ। ଉଦ୍ଭଟ ନାଟକ କହିଲେ କ'ଣ, এই ସମ୍ପର୍କରେ ଗୋଟେ ସାମାନ୍ୟ ଆଲୋଚନା କରାଯାଇପାରେ। ଉଦ୍ଭଟ କହିଲେ କ'ଣ? ଉଦ୍ଭଟ କହିଲେ ସାଧାରଣ ଭାଷାରେ କହିବାକୁ ଗଲେ କିଛି ବିଶୃଙ୍ଖଳା, କିଛି ଅସଂଯତ, ଯାହା ଜୀବନରେ ପ୍ରତି ମୁହୂର୍ତ୍ତରେ ଘଟିଥାଏ, ଯାହା ସତ କିନ୍ତୁ ବିଶୃଙ୍ଖଳ। ଠିକ୍ ପରବର୍ତ୍ତୀ ପର୍ଯ୍ୟାୟରେ ସେଇ ଭାବଧାରାକୁ କୁହାଯାଉଛି ଯାହା ସତ, ନଥିଂ ଇଜ୍ ରିଏଲ୍, ନଥିଂ ଇଜ୍ ରିଏଲ୍ ଦେନ୍ ନଥିଂ। এই କଥାଟି ଉଦ୍ଭଟ ନାଟକର କେମିତି ଆସୁଛି? ଯାହା କିଛି ଘଟୁଛି, ଯାହା କିଛି ହଉଛି ଦୈନନ୍ଦିନ ଜୀବନରେ, ସେଇ କଥାବସ୍ତୁକୁ ନେଇ କେମିତି ଉଦ୍ଭଟ ନାଟକର କଳ୍ପନା କରାଗଲା। ବାହାରୁ ଅସଂଯତ ଜଣା ପଡ଼ିଲେ ମଧ୍ୟ ପ୍ରତ୍ୟେକ ଚରିତ୍ର, ପ୍ରତ୍ୟେକ ସଂଳାପରେ ଜୀବନର ନିଗୂଢ଼ ସତ୍ୟ, ନିଗୂଢ଼ ରହସ୍ୟ ଯାହା ପ୍ରତିଫଳିତ ହୋଇଥାଏ। ନାଟକର ଅନ୍ୟ ବିଭାଗ ଅପେକ୍ଷା ନାଟକରେ ଏକ ବିଶେଷ ଦାୟିତ୍ୱ ନିଏ ନାଟ୍ୟକାର। ଗୋଟିଏ ପ୍ଲଟ୍ ନେବ, ଗୋଟେ ଛୋଟ କାହାଣୀ ନେବ, ତାପରେ କିଛି ଚରିତ୍ର ଯିବେ, କିଛି ସଂଳାପ ସଂଯୋଜନା କରାଯିବ, ତା ସହିତ ଅଭିନୟ ରହିବ। ଏକ କଠିନ ପାଠ, ଯାହାକି କୁହାଯାଏ ଏଇଟା ହେଉଛି ସବୁଠାରୁ ଗୋଟେ ଲାର୍ଜର ଫର୍ମ ଅଫ୍ ଆର୍ଟ। ଆରିଷ୍ଟଟଲ କହନ୍ତି ଏଇଟା ଏମିତି ଗୋଟେ କଳା, ଯେଉଁ କଳାକୁ ଆୟତ୍ତ କରିବାକୁ ହେଲେ ଅନେକ ସାଧନା କରିବାକୁ ପଡ଼ିଥାଏ। ଏଇଟା ବେଳେ ବେଳେ ଦେଖାଯାଏ କେଉଁଠାରେ ଅଭିନୟ ଠିକ୍ ଅଛି ତ, କେଉଁଠାରେ ଚରିତ୍ର ଚିତ୍ରଣ ଠିକ୍ ହଉନାହିଁ, କେଉଁଠାରେ ସଂଳାପ ନାହିଁ। ନାଟ୍ୟ ସାହିତ୍ୟରେ ଯେତେବେଳେ ଗୋଟେ ନିର୍ଦ୍ଦିଷ୍ଟ ରୀତି ବା ଗୋଟେ ନିର୍ଦ୍ଦିଷ୍ଟ ନିୟମ କରାହେଲା, ପୌରାଣିକ ଉପାଖ୍ୟାନ ମାନଙ୍କୁ ନେଇ ଯେତେବେଳେ ନାଟକ ରଚନା କରାହେଲା, ଲୋକଗଳ୍ପକୁ ନେଇ ଯେତେବେଳେ ନାଟକ ରଚନା କରାହେଲା, ବା ସେକ୍ସପିୟରଙ୍କ ଡ୍ରାମାରେ ଯେଉଁ ଅଙ୍କ ଥିଲା, ଅଭିନୟ ଥିଲା, ଯେଉଁ କଥାବସ୍ତୁ ଥିଲା, ସେଇ ପରମ୍ପରାର କୁ ଡେଇଁ ଉଦ୍ଭଟ ନାଟକର କଳ୍ପନା କରାଗଲା। ଯେଉଁଠି କ'ଣ ରହିଲା, ଯେଉଁଠି ରହିଲା କେବଳ ମଣିଷର କଥା। এই ଉଦ୍ଭଟ ନାଟକ ପରମ୍ପରା ବା ଉଦ୍ଭଟ ନାଟକର କଥାବସ୍ତୁକୁ କେଉଁମାନେ କେମିତି ଭାବରେ ଆସିଲା ଓଡ଼ିଆ ସାହିତ୍ୟକୁ? ବିଶ୍ୱଯୁଦ୍ଧ ପରେ ସମାଜର ଏକ ବିକଳ ଚିତ୍ର ଦେଖାଯାଇଛି। ମଣିଷ ଭିତରେ ମହାଶୂନ୍ୟତା, ସାମାଜିକ ବିପର୍ଯ୍ୟୟ, ମଣିଷର ଅସ୍ଥିରତା। এই ଅସ୍ଥିରତା, এই ବିଫଳତାକୁ ସୂଚାଇବା ପାଇଁ ସେଇ ପୌରାଣିକ କଥାବସ୍ତୁ ଭିତରେ ମଧ୍ୟ
এই চরিত্র ମାନଙ୍କର ଭିତରେ ଥିବା ଶୂନ୍ୟତାକୁ ପରିପ୍ରକାଶ କରିବାକୁ ଚେଷ୍ଟା କରାଗଲା। ହୁଏତ ସେ ପାରମ୍ପରିକ ଯୋଉ ନିୟମ ଥିଲା ଅଙ୍କ ଦୃଶ୍ୟ ଏଇ ସବୁ ନୀତି ନିୟମକୁ ଡେଇଁ ଗୋଟିଏ ଉଦ୍ଭଟ ନାଟକର ବା ପରିକଳ୍ପନା କରାଗଲା, ଯାହାକି ଉଦ୍ଭଟ ଲାଗିଲେ ମଧ୍ୟ ପ୍ରକୃତରେ ଦେଖିବାକୁ ଗଲେ ସେ ଉଦ୍ଭଟ ନୁହେଁ। ଯେହେତୁ ଗୋଟିଏ ନାଟକ ଗୋଟେ ୱାକିଂ ଲିଟରେଚର, ସେ ଚାଲ ବୁଲ କରୁଥିବାର ଗୋଟିଏ କଳା। କେମିତି ଆସିଲା ଏଇ କଥାଟି? ଇଂରାଜୀ ସାହିତ୍ୟରେ ବକେଟଙ୍କର ୱେଟିଂ ଫର ଗଡଟ୍ ବା ଆମେ ଅନ୍ୟାନ୍ୟ ସାହିତ୍ୟରେ ଆମେ ଦେଖୁଛୁ ବା ବିଶେଷ କରି ଇଂରାଜୀ ସାହିତ୍ୟରେ ଏଇ ଯୋଉ କଳ୍ପନା ଗୁଡ଼ିକ ଆସିଲା, କେତେବେଳେ ଆସିଲା, କାହିଁକି ଆସିଲା ଆଉ କେମିତି ଭାବରେ ଆସିଲା? ଦେଖାଗଲା ଯେ ମଣିଷ ଭିତରେ ଏମିତି ଗୋଟିଏ ବିଚ୍ଛିନ୍ନତା ବୋଧ ଅଛି, ଏମିତି ଗୋଟେ ଚିନ୍ତନ ଅଛି ଯେଉଁ ଚିନ୍ତନକୁ ସାମଗ୍ରିକ ଭାବରେ କବିତାରେ ପ୍ରକାଶ କରାଯାଇ ପାରୁନାହିଁ, ଅଭିନୟରେ ହେଇପାରୁଛି, କିଛି କିଛି କବିତାର ସମନ୍ୱୟରେ ସଂଳାପ ତିଆରି କରାହେଉଛି। ଗତାନୁଗତିକ ପ୍ଲଟ ନାହିଁ, ଗତାନୁଗତିକ ଧାରାରେ କୌଣସି ଜିନିଷ କୁହାଯାଉ ନାହିଁ। ଯେତେବେଳେ ମୁଁ ନାଟ୍ୟ ଉପରେ ଆଲୋଚନା କରିବି ନିର୍ଦ୍ଦିଷ୍ଟ କେତୋଟି ନାଟକ ଉପରେ, ସେଠି କେମିତି ଗୋଟିଏ ଫ୍ରି ଥିଏଟରର ପରିକଳ୍ପନା କରାଯାଉଛି। ଏଇ ଯୋଉମାନେ ଉଦ୍ଭଟ ନାଟକ ପରମ୍ପରା ଆରମ୍ଭ କଲେ, ପ୍ରଥମତଃ ମନୋରଞ୍ଜନ ଦାସ, ବିଜୟ ମିଶ୍ର, ବିଶ୍ୱଜିତ ଦାସ, ରତ୍ନାକର ଚୈନୀ, ରମେଶ ପାଣିଗ୍ରାହୀ, କାର୍ତ୍ତିକ ଚନ୍ଦ୍ର ରଥ ଏବଂ ଅନ୍ୟମାନେ। ଯେତେବେଳେ ଏଇ ନାଟକର ଭାବଧାରାଟେ ହଉଛି, ମୁଖ୍ୟତଃ ଏଇ ରତ୍ନାକର ଚୈନୀ ସାର୍ ମୋର ତ ଜଣେ ପ୍ରତ୍ୟକ୍ଷ ଶିକ୍ଷକ ଥିଲେ ଏବଂ ତାଙ୍କର ଯେତେବେଳେ ଯେ ତାଙ୍କର ପୁନଶ୍ଚ ପୃଥିବୀ ରାଜେନ୍ଦ୍ର କଲେଜ ପ୍ରାଙ୍ଗଣରେ ଅଭିନୀତ ହେଇଥିଲା, ଯେଟାକି ତାଙ୍କର ଯେଉଁ ନାଟକ, ତା ପୂର୍ବରୁ ସେ ରାଜହଂସୀ ଲେଖି ସାରିଥିଲେ। ଏଇ ଯେଉଁ ନାଟକରେ ଆମେ ଦେଖୁଥାଇ କେତୋଟି ଚରିତ୍ର ଏଇମାନେ ଯେଉଁ ଆସିଲେ, କେମିତି ଆସିଲେ? ପ୍ରଥମତଃ ସାହିତ୍ୟକୁ ବା ସାହିତ୍ୟର ଭାବଧାରାକୁ ବା ସାମାଜିକ ଚିନ୍ତନକୁ କିଏ ବଦଳେଇ ଦେଲେ? ପ୍ରଥମତଃ ଆମେ ଦେଖିବା ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଯେତେବେଳେ ୟଙ୍ଗସ୍ ଏବଂ ଫ୍ରଏଡ୍ ଆସିଲେ, ମଣିଷର ମନଗହନର କଥା ଏମିତି ଭାବରେ କହିଲେ ଯେ ମଣିଷ ଏକାନ୍ତ ଭାବରେ ଏକ ଉଲଗ୍ନ ଚରିତ୍ର, ଯେ ସମାଜରେ ବିଚରଣ କରେ ଏବଂ ସମ୍ପୂର୍ଣ୍ଣ ଭାବରେ ହିପୋକ୍ରାଟ। ତାପରେ ଯେତେବେଳେ ଷ୍ଟିଫେନ୍ ହକିଂସ୍ ଆଇନଷ୍ଟାଇନ କହିଲେ, ତମେ ସବୁ କିଛି ଭୁଲିଯାଅ, ସମୟ ହେଉଛି ଏମିତି ଏକ ସମୟ ଯାହାକୁ ତମେ କେହି ଧରିପାରିବ ନାହିଁ, ଦେଖିପାରିବ ନାହିଁ। ଈଶ୍ୱରଙ୍କୁ ପ୍ରଶ୍ନ କରାଗଲା, ହେ ଈଶ୍ୱର ତମେ ଅଛ କି? ସେତେବେଳେ ସ୍ଥିତିବାଦୀ ଦର୍ଶନର ଯେଉଁ ଭାବଧାରାଟି ଆସିଲା, ଏଇଟା ଲେଖକମାନଙ୍କୁ ଗୋଟିଏ ସୁଯୋଗ ଦିଆଗଲା ତା ଉପରେ ସେମାନଙ୍କର ନାଟକ, ଗଳ୍ପ, କବିତା ସବୁଥିରେ ବା ସବୁ ବିଭାଗରେ ତାଙ୍କର ଲେଖନୀ ଚାଳନା କଲେ ଏବଂ ସେଇ ଚରିତ୍ରମାନଙ୍କୁ ଗୋଟିଏ ଏମିତି ଚରିତ୍ର, ଗୋଟେ ଯେଉଁ ଚରିତ୍ର ଭିତରେ ଅନେକ ଚରିତ୍ର ଅଛି, ଯେଉଁ ମଣିଷ ଭିତରେ ଅନେକ ମଣିଷ ଅଛି, ଯେଉଁ ମଣିଷକୁ ଆମେ ଦେଖୁଥାଉ ସେଇ ମଣିଷ ସେ ନୁହେଁ। ଏମିତି ଗୋଟିଏ ଚରିତ୍ରର ଚିତ୍ରଣ କରିବା ପାଇଁ ଯେଉଁମାନେ ଏଇ ଉଦ୍ଭଟ ନାଟକ ପର୍ଯ୍ୟାୟକୁ ଆସିଲେ, ମୁଖ୍ୟତଃ ଆମେ ଯେଉଁମାନଙ୍କୁ ଦେଖୁଛୁ ଓଡ଼ିଆ ନାଟ୍ୟ ସାହିତ୍ୟରେ, ଏଇମାନେ ସମସ୍ତେ ହେଉଛନ୍ତି ଶିକ୍ଷିତ ଏବଂ ଉଚ୍ଚ ଶିକ୍ଷିତ। ସେଇ ସମୟର ଯେଉଁ ସମୟର କଥା କୁହାଯାଉଛି, ଏଇ ମନୋରଞ୍ଜନ ଦାସ ଯେତେବେଳେ ତାଙ୍କ ନାଟକ ଲେଖା ଆରମ୍ଭ କରୁଛନ୍ତି, ସେଇ ସମୟରେ ସେ ଜଣେ ରେଭେନ୍ସାର ଛାତ୍ର ଏବଂ ତାଙ୍କର କଲେଜଠୁ ଆରମ୍ଭ କରି ତାଙ୍କର ସମଗ୍ର ଜୀବନ ଏବଂ କେବଳ ନାଟ୍ୟ ସାହିତ୍ୟରେ ତାଙ୍କର ଅବଦାନ
କିଛି କମ୍ ନୁହେଁ। ତାଙ୍କର ଯେତେ ଗୁଡ଼ିଏ ନାଟକ ଅଛି, ଅରଣ୍ୟ ଫସଲ, ବନହଂସୀ, ଶବ୍ଦଲିପି, ଆଗାମୀ, ଅବରୋଧ, କାଠଘୋଡ଼ା, କ୍ଲାନ୍ତ ପ୍ରଜାପତି, ସବୁଥିରେ ଗୋଟିଏ କଥା, ମଣିଷର କଥା। ଏବଂ ଏଇ ଯେଉଁ ମଣିଷ କଥା କୁହାଯାଉଛି, ସେ ଏମିତି ଗୋଟେ ବିଚିତ୍ର ମଣିଷ, ତାକୁ ଚିହ୍ନି ହେଉନାହିଁ। ଆମେ ଯିବା ଦେଖିବା ତାଙ୍କର ଅରଣ୍ୟ ଫସଲର କଥା। ଅରଣ୍ୟ ଫସଲରେ କ'ଣ କ'ଣ କୁହାଯାଉଛି, କାହିଁକି ଗୋଟେ ଉଦ୍ଭଟ ନାଟକ ଭାବରେ ତାକୁ ଗ୍ରହଣ କରାଯାଇଛି? ଅରଣ୍ୟ ଫସଲ, ଅରଣ୍ୟର କଥା। ଅରଣ୍ୟରେ କିଛି ଲୋକ ମିଶିଲେ, ଆଗରୁ କିଛି ଲୋକ ସେଇ ଅରଣ୍ୟରେ ଥିଲେ। ସେଇ ଅରଣ୍ୟ ଭିତରେ ଘଟିଥିବା ଘଟଣା ଗୁଡ଼ିକୁ ସେଇ ଅରଣ୍ୟ ଫସଲ ନାଟକରେ ସେ ଆଗେଇ ନେଇଛନ୍ତି। ଯେତେ ଗୁଡ଼ିଏ ଚରିତ୍ର ଅଛନ୍ତି, ପ୍ରେମିକ ପ୍ରେମିକା, ସେଇ ଚରିତ୍ରମାନଙ୍କ ଭିତରେ ରହିଛି ଅଦମ୍ୟ କାମ ଲାଳସା। ସେଇ ଚରିତ୍ରମାନେ ବିଭ୍ରାନ୍ତ। ସେଇ ଚରିତ୍ର ପାଖରେ ନିଜକୁ ଛାଡ଼ିଦେଲା ପରେ ବା ନିଜର ଅଭିପ୍ରାୟକୁ ଛାଡ଼ିଦେଲା ପରେ ତାଙ୍କ ପାଖରେ ଆଉ କିଛି ନାହିଁ। ଅରଣ୍ୟ ଫସଲରେ ଯେଉଁ ଚରିତ୍ର ଅଛନ୍ତି, ସୁବ୍ରତ, ବେବୀ, ଲିଲି, ସଂଗ୍ରାମ, ଏଇ ଚରିତ୍ରମାନଙ୍କ ଭିତରେ ଆମେ ଗୋଟିଏ ଜିନିଷ ଦେଖୁଛୁ। ତା ଭିତରେ ଗୋଟିଏ ସେଇ ମଞ୍ଚରେ ଗୋଟେ ପରିକଳ୍ପନା କରାହେଉଛି, ଗୋଟେ ଛେଳିର ପରିକଳ୍ପନା। ସେଇ ଛେଳିଟା ସବୁବେଳେ ମେ 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 ହଉଛି। ଏଇ ଚରିତ୍ର ସେଇଠି ହେଉଛନ୍ତି ଦି ଜଣ ଚୁପଚାପ ଚରିତ୍ର, ଜଣେ ଚୌକିଦାର ଆଉ ଜଣେ ବର୍ମା ସାହେବ। ଏଇ ଯେଉଁ ନାଟକ ଭିତରେ ଗୋଟେ ଛେଳିର ଚରିତ୍ର ନିଆହେଇଛି, ସେଇ ଛେଳି ଚରିତ୍ରକୁ ଯେ ପର ମୁହୂର୍ତ୍ତରେ ଯେ ସେଇ ଅରଣ୍ୟକୁ ଆସୁଛି ସଂଗ୍ରାମ, ତାକୁ ସେ ରିହର୍ସାଲ କରୁଛି। ଛେଳି ଏକ ଗୃହପାଳିତ ପଶୁ, ପଶୁ ଏକ ଛେଳି ଗୃହପାଳିତ, ଏକ ପଶୁ ଗୃହପାଳିତ ଛେଳି, ଏମିତି ଯୁକ୍ତିହୀନ ସଂଳାପକୁ ସେ ରିହର୍ସାଲ କରୁଛି ସେ ଅରଣ୍ୟ ଭିତରେ। ଚୌକିଦାର କହୁଛି, ବୁଝିଲ ବାବୁ, ଏଇ ଛେଳିଟା ସବୁ ଖାଏ, ଭାତ ଖାଏ, ରୁଟି ଖାଏ, ପରିବା ଖାଏ, ସେ ଆଉ ଗୋଟେ ଜିନିଷ ଖାଏ, ବାସନା ଖାଏ। ସବୁବେଳେ ଖାଇବାକୁ ତ ମେ ମେ ହେଉଛି। ଯେତେ ଖାଇଲେ କ'ଣ ପେଟ ପୁରୁଛି? ହଁ ଆଜ୍ଞା, ତାର ପେଟ କେବେ ପୁରେ ନାହିଁ। ଏଇ ଯେଉଁ ସଂଳାପ ଅଛି, ଉଦ୍ଭଟ ଲାଗିପାରେ, ଏକ ଫ୍ରଏଡୀୟ ସଂଳାପ ଏଇଠି ସଂଯୋଜନା କରାହେଇଛି। ମଣିଷର ଆଦିମ ପିପାସା, କାମନା, ବାସନା ଭିତରେ ମଣିଷ ଏମିତି ବୁଡ଼ି ରହିଛି ଏବଂ ଆମର ଦୈନନ୍ଦିନ ଜୀବନକୁ କେବଳ ଗୋଟିଏ ଡିଟରମାଇନ୍ କରୁଛି, ସେ ହେଉଛି ଆମର ଯୌନ କ୍ଷୁଧା, ଯିଏକି ଆମର ସମଗ୍ର ଜୀବନକୁ ପରିଚାଳିତ କରିଥାଏ। ଏଇ ଅରଣ୍ୟ ଫସଲରେ ସେ କହିବାର ଉଦ୍ଦେଶ୍ୟ ହେଉଛି, ଏଇମାନେ ସମସ୍ତେ ବୁଭୁକ୍ଷୁ, ଏଇମାନଙ୍କର ବଞ୍ଚିବା ଏବଂ ମରିବା ସମାନ କଥା। ବଞ୍ଚିବାରେ ଯେଉଁ ଆନନ୍ଦ ଅଛି, ମରିବାରେ ମଧ୍ୟ ସେଇ ଆନନ୍ଦ ଅଛି। ତାଙ୍କ ପାଖରେ ନିଜ ଭିତରେ ଥିବା ମଣିଷ ପଣିଆଟିଏ ନାହିଁ। ଏବଂ ଏକ ଏମିତି ଚରିତ୍ର ଗୁଡ଼ିକୁ ନେଇ ଅରଣ୍ୟ ଫସଲ ତିଆରି ହୋଇଛି ଏବଂ ନାଟ୍ୟକାର କହୁଛନ୍ତି, ଏଇ ଅରଣ୍ୟରେ କେମିତି ଫସଲଟି ଫଳିବ। ଯେଉଁ ମଣିଷ ଦିନେ ଆଦିମ ଥିଲା, ସେଇ ମଣିଷ ଆଜି ବି ଆଦିମ। ଯେଉଁ ମଣିଷ ଭିତରେ କ୍ଷୁଧା ଥିଲା, ଆଜି ବି ସେଇ ମଣିଷ ଭିତରେ କ୍ଷୁଧା। ସେଇ କ୍ଷୁଧାର କ'ଣ ପରିସମାପ୍ତି ଅଛି? ସେଇ କ୍ଷୁଧା କ'ଣ ପରିସମାପ୍ତି ହେଇପାରେ? ଏମିତି ଏଇ ଯେଉଁ ଜୀବନଚର୍ଯ୍ୟା ଅଛି ମଣିଷ ଭିତରେ ଥିବା ଅଦମ୍ୟ କ୍ଷୁଧା, ଏଇ କ୍ଷୁଧାକୁ ନେଇ ଅରଣ୍ୟ ଫସଲ ନାଟକଟି ରଚନା କରାଯାଇଛି। ଏଇ ସଂଳାପ ଗୁଡ଼ିକୁ ଦେଖିଲେ ମନେ ହୁଏ ଯେ ଏଇ ପ୍ରକୃତରେ କ'ଣ ଏଇ ସଂଳାପ ଗୁଡ଼ିକ ଦୁର୍ବୋଧ୍ୟ? ପ୍ରକୃତରେ କ'ଣ ଏଇ ସଂଳାପ କ'ଣ ବୁଝି ହେଉନାହିଁ? ଗୋଟିଏ ଛୋଟ ଉଦାହରଣ ଦିଆଯାଇପାରେ।
ମନେ କରାଯାଉ ଗୋଟିଏ ଚରିତ୍ର କହୁଛି, ଦେଖ ଅଗଣାରେ ବେଙ୍ଗଟିଏ, ଆଉ ଗୋଟେ ଜଣେ ଚରିତ୍ର କହୁଛି ସେ ବେଙ୍ଗ ଟିକେ ଡେଉଁଛି, ଆଉ ଗୋଟେ ଚରିତ୍ର କହୁଛି ସେ ଡେଉଁଛି ସିନା ମଣିଷ ପରି କଣ ଖସି ପଡୁଛି। ଏଇ ସଂଳାପକୁ ଯୋଡିଦେଲା ପରେ ଯେଉଁ ଚିନ୍ତା ବା ଚେତନାଟି ଆସିଥାଏ, ଦେଖିବାକୁ ଗଲେ ସର୍ବୋପରି ଭାବରେ ଏକ ଏକ ସୁନ୍ଦର ପରିକଳ୍ପନାର ଗୋଟେ ଚିନ୍ତନ ବା ଗୋଟେ ମଣିଷର ଅତି ଗଭୀର କଥାଟିଏ ଯେ କହିବାକୁ ଚେଷ୍ଟା କରୁଛି। ଏଇ କଥାଟି ଆମେ ତ ଅନେକ କବିତାରେ ଦେଖୁଛୁ। ସୀତାକାନ୍ତ ମହାପାତ୍ରଙ୍କ କବିତା, ରମାକାନ୍ତ ରଥଙ୍କର କବିତା, ଅନେକ କବିତାରେ ଏମିତି ଉଦ୍ଭଟ ଶବ୍ଦ ଗୁଡ଼ିକ ଥାଏ, ଯେଉଁ ଶବ୍ଦ ଗୁଡ଼ିକୁ ସଜେଇ ଦେଲା ପରେ ଗୋଟିଏ କଳାର ଯେଉଁ ରହିଛି ଗୋଟେ ସୂକ୍ଷ୍ମ ଚେତନା ତାର ଭିତରକୁ ପଶିଯିବାକୁ ହୁଏ। ଏଇଟା ହେଲା ଅରଣ୍ୟ ଫସଲର କାହାଣୀ ବା ଗୋଟେ ଚରିତ୍ର। ଏଇଠି ଗୋଟେ ମଞ୍ଚର ତାପରେ ଯିବା, ଏଇ ଯୋଉ ଯେତେବେଳେ ମଞ୍ଚସ୍ଥ କରାହଉଛି ଗୋଟେ ନାଟକକୁ, ଯୋଉ ପାରମ୍ପରିକ ରୀତିରେ ଯୋଉ ମଞ୍ଚ ଥିଲା ସେଇ ମଞ୍ଚକୁ ନିଆ ହଉନାହିଁ। ଚରିତ୍ର ବେଶଭୂଷା ବଦଳୁ ନାହିଁ, ସଙ୍ଗୀତକୁ ନିଆ ହଉନାହିଁ, କେବଳ ଛୋଟ ଛୋଟ ବାର୍ତ୍ତାକୁ ନେଇ ବାରମ୍ବାର ତାକୁ ପ୍ରକାଶିତ କରାହଉଛି ତାର ଗୋଟେ ମାର୍ମିକ ଧ୍ୱନି ଭାବରେ। ଏବଂ ତାର ସମୟ ସୀମା, ତାର ଅଙ୍କ, ତାର ଯୋଉ ଚରିତ୍ର, ଅଳ୍ପ ଚରିତ୍ରକୁ ନେଇ ଏମିତି ଗଠନ କରାହଉଛି ଏହି ଅରଣ୍ୟ ଫସଲ ନାଟକ। ଏବଂ ଅରଣ୍ୟ ଫସଲ ନାଟକ ଓଡ଼ିଆ ସାହିତ୍ୟରେ, ଓଡ଼ିଆ ନାଟ୍ୟ ସାହିତ୍ୟରେ ଏକ ମାଇଲ ଖୁଣ୍ଟ, ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ଯେତେ ନାଟକ ଆସିଛି ସବୁ ନାଟକ ଗୁଡ଼ିକ ଏଇ ପର୍ଯ୍ୟାୟ ଶ୍ରେଣୀର ଆସୁଛି। ମନୋରଞ୍ଜନ ଦାସ ତାଙ୍କର ଅନେକ ଗୁଡ଼ିଏ ନାଟକ, ଯେହେତୁ ସେ ଆକାଶବାଣୀ କେନ୍ଦ୍ରରେ କାମ କରୁଥିଲେ, ବହୁତ ଗୁଡ଼ିଏ ନାଟକ, ସବୁ ନାଟକ ଗୁଡ଼ିକ ଆକାଶବାଣୀ କାର୍ଯ୍ୟକ୍ରମରୁ ପ୍ରଚାରିତ ଅନେକ ନାଟକ ହୋଇଛି। ଠିକ ସେମିତି ଆମେ ଦେଖିବା ତାଙ୍କର ଆଉ ଗୋଟିଏ ନାଟକ, ଯେ ସେଇଠି କେମିତି ସମୟଟି କେମିତି ସେଇ ସମୟ ପୁନରାବୃତ୍ତି କରିକି, ଇତିହାସ ପୁନରାବୃତ୍ତି କରିକି ତାଙ୍କର ବନହଂସୀ ନାଟକ। ବନହଂସୀ ନାଟକରେ କଣ ହଉଛି କଣ? ବନହଂସୀ ନାଟକରେ ଡାକ୍ତର ଚୌଧୁରୀ, ପ୍ରବୀର ଚୌଧୁରୀ, ବନ୍ଧୁ ତାଙ୍କର ସନ୍ତୋଷ ବର୍ମାଙ୍କର ସ୍ତ୍ରୀ ଉଷା, ଯିଏକି ପ୍ରବୀର ଚୌଧୁରୀଙ୍କର ପୂର୍ବତନ ପ୍ରେମିକା। ସନ୍ତୋଷ ବର୍ମା ସେଇ କ୍ଲିନିକରେ ତାଙ୍କର ଯେତେବେଳେ ମୁଣ୍ଡ ଅପରେସନ ହେଉଛି, ସେତେବେଳେ ସେ ଦେହାନ୍ତ ଘଟିଛି। ସେଇଠି ଗୋଟେ ଧାଡ଼ି ଅଛି, ମଣିଷର ମୁଣ୍ଡରେ କଣ ଆଘାତ ହେଲେ ମଣିଷ କଣ ବଞ୍ଚିପାରେ? ମୁଣ୍ଡର ଆଘାତଟା ବଡ଼ କଥା ନା ହୃଦୟର ଆଘାତଟା ବଡ଼ କଥା? ଏମିତି ସଂଳାପ ଗୁଡ଼ିକ ଯୋଡ଼ି ଦିଆହେଇଛି। ସନ୍ତୋଷ ବର୍ମାଙ୍କର ଦେହାନ୍ତ ପରେ ତାଙ୍କର ସ୍ତ୍ରୀ ଉଷା, ଯିଏକି ପ୍ରବୀର ଚୌଧୁରୀଙ୍କ ପାଖକୁ ଫେରି ଆସିଛି, ପୂର୍ବତନ ଯେ ପ୍ରେମିକା ଥିଲା ବର୍ତ୍ତମାନ ସେ ଫେରି ଆସିଛି। ଉଷାଙ୍କର ଗୋଟେ ଝିଅ, ସେ ଥିଲା ଗୀତା। ପ୍ରବୀର ଚୌଧୁରୀଙ୍କର ପୁଅ ରାଜୀବ ଭଲ ପାଇ ବସିଛି ଗୀତାକୁ। ଏଇ ଯେଉଁ ପ୍ରବୀର ଚୌଧୁରୀଙ୍କ ଜୀବନରେ ଯାହା ଯାହା ଘଟିଥିଲା, ଠିକ ସେଇଭଳି ଘଟଣା ଗୁଡ଼ିକ ଘଟୁଛି ରାଜୀବ ଏବଂ ଗୀତାଙ୍କ ମଧ୍ୟରେ। ସେଇ ପୁରୁଣା ଇତିହାସଟି ଆଉ ଥରେ ବର୍ତ୍ତମାନ ସହିତ ଯୋଡ଼ି ହେଇଯାଉଛି। ଯେତେବେଳେ ରାଜୀବ ଏଇ କଥାଟି ଜାଣୁଛି, ଯେତେବେଳେ ଗୀତା ଏ କଥାଟି ଜାଣୁଛି, ପୁଣି ଗୀତା ରାଜୀବ ପାଖରୁ ସେ ଚାଲି ଆସୁଛି ଏବଂ ସେ ଆଉ ଜଣକୁ ବିବାହ ପ୍ରସ୍ତାବ ଦେଉଛି।
ଗୀତା କହୁଛି ଆମେ ସମସ୍ତେ ଅସ୍ପଷ୍ଟ, ଆମେ ଲକ୍ଷ୍ୟହୀନ, ଆମେ ଖାଲି ଖୋଜି ବୁଲିବା, କେବଳ ଖୋଜି ବୁଲିବା। ଆମେ ଯାହା ପାଉଥାଉ, ଆମେ ଯାହା ପାଇଛୁ ସନ୍ତୋଷ ନୁହେଁ, ଯାହା ପାଇନାହୁଁ ତା ପଛରେ ଗୋଡ଼େଇବା। ଆଉ କଣ ସତରେ କଣ ଆମେ ଯାହା ଖୋଜୁଥାଉ ପାଇଥାଉ? ଏମିତି ଭାବରେ ନାଟକଟି ବନହଂସୀ ତାର ଏଇ ନାଟକର ପରିକଳ୍ପନା କରାହେଇଛି ଏବଂ ଏହି ଅଳ୍ପ ଚରିତ୍ରକୁ ନେଇ ସମୟକୁ ଓଲଟ ପାଲଟ କରାହେଇଛି। ଗୋଟିଏ ସମୟ ଚାଲି ଯାଉଛି, ସେଇ ସମୟର ସେଇ ଘଟଣା ଆଉ ଥରେ ପୁନରାବୃତ୍ତି ହେଉଛି ତାଙ୍କ ପରିବାର ଭିତରେ। ଏଇଟା ହେଲା ମନୋରଞ୍ଜନ ଦାସଙ୍କର ବନହଂସୀ ନାଟକର କିଛି ଘଟଣା ବା ନାଟକର କିଛି ଅଂଶ। ତାପରେ ଆମେ ଆଉ କେତୋଟି ନାଟକ ସମ୍ପର୍କରେ ଆଲୋଚନା କରିବା। ତାପରେ ଆମେ ଆସିବା ବିଜୟ ମିଶ୍ରଙ୍କର ଶବବାହକ ମାନେ। ଏଇ ଯୋଉ ଶବବାହକ ମାନେ ବିଜୟ ମିଶ୍ରଙ୍କର ନାଟକଟି ଏମିତି ଏକ ନାଟକ ଯିଏକି ସମଗ୍ର ଯୋଉ ଏପସଡିଟି ଥିଲା ତାକୁ ସମ୍ପୂର୍ଣ୍ଣ ଭାବରେ ଏଠି ପ୍ରୟୋଗ କରାହେଇଛି। ଶବବାହକ ମାନେ ଏଇ ପୃଥିବୀରେ ଜୀବନ ଯେତିକି ଅଛି ତାଠୁ ଅଧିକ ଶବ ଅଛି। ଜୀବନର ଗନ୍ଧ, ଶବର ଗନ୍ଧ କିଛି ଅଲଗା ନୁହେଁ। ଗୋଟିଏ ଅର୍ଦ୍ଧଜୀର୍ଣ୍ଣ ଘର, ଗଳ୍ପର ଗଠନ କେମିତି ହେଇଛି? ଗୋଟିଏ ଅର୍ଦ୍ଧଜୀର୍ଣ୍ଣ ଘର, ବାଟ ଭୁଲି ଭୁଲି ଆସିଛି ନବେନ୍ଦୁ ତାର ପ୍ରେମିକା ଅଜନ୍ତାକୁ ନେଇ। ଆସିବା ପୂର୍ବରୁ ସେଇ ଭଙ୍ଗା ଘରରେ ଥିଲା ବିରୁପାକ୍ଷ। କାହିଁକି ଆସିଲେ ଏଇ ଘରକୁ, ଜୀର୍ଣ୍ଣ ଶୀର୍ଣ୍ଣ ଘରକୁ? ବାହାରେ ଯେହେତୁ ସାମୟିକ ବିପଦ ଅଛି, ବାହାରେ ଝଡ଼ ଅଛି, ଜୀବନକୁ ବଞ୍ଚାଇବା ପାଇଁ ସେଇ ଘର ଭିତରେ ଆଶ୍ରୟ। ପାଖରେ ମାତ୍ର 3ଟି ଦିଆସିଲି କାଠି ଅଛି, ଗୋଟିଏ ମହମବତୀ। ଅନ୍ଧକାରରୁ ମୁକ୍ତି ପାଇଁ ଗୋଟିଏ ଏକ ତାଙ୍କ ପାଖରେ ଅଛି ମହମବତୀ, ଖଣ୍ଡିଏ ମହମବତୀ ଅଛି। ସେମାନେ ଜୀବନର କାଳେ ଆଲୋକ ଦେଖିପାରିବେ କି? ଏମିତି ରାତି ହେଇଛି। ରାତି ହେଲା ପରେ ସେ ଦିଆସିଲି କାଠି ଲଗା ହେଉଛି ଏବଂ ଏହି ସମୟରେ ଆଉ ଗୋଟିଏ ଚରିତ୍ର ଆସୁଛି ସୁରେନ୍ଦ୍ର। ସୁରେନ୍ଦ୍ର ଖୋଜାଖୋଜି କରୁଛି। ସେ କଣ ଖୋଜୁଛି ସେ ନିଜେ ମଧ୍ୟ ଜାଣିନାହିଁ। ମହମବତୀଟି ଧରି ଦ୍ୱିତୀୟ କୋଠରୀକୁ ଯାଉଛି। ଦ୍ୱିତୀୟ କୋଠରୀରେ ଦେଖୁଛି ଗୋଟିଏ ଶବ ପଡ଼ିଛି। ଶବ ହାତରେ ଗୋଟିଏ କାଗଜ ଅଛି। ସେ କାଗଜକୁ ପଢ଼ୁଛି ଏବଂ ଭାବୁଛି କାଳେ କିଛି ଗୁପ୍ତଧନ ସେଇ କୋଠରୀ ଭିତରେ ଅଛି କି? ସେଇ କୋଠରୀ ଭିତରେ ସେ ଖୋଳିବାକୁ ଆରମ୍ଭ କରିଛି, କାଳେ କିଛି ଗୁପ୍ତଧନ ମିଳିଯାଇପାରେ। ଏବଂ ଯେତେବେଳେ ଖୋଳା ଯାଇଛି, ଗୋଟିଏ ମେଲା ଟିଣ ବାକ୍ସଟିଏ ଦେଖୁଛି ଏବଂ ଖୋଲିଦେଲା ପରେ କିଛି ନାହିଁ। ତାପରେ ବୁଝୁଛି ଏତେ ଖୋଜିବାର, ଏତେ ପ୍ରାପ୍ତି ଏବଂ ଅପ୍ରାପ୍ତି ଭିତରେ ମଣିଷ କେମିତି ଦୌଡ଼ି ଯାଉଛି। ଏଇଟା ହେଉଛି ଏକ ଶବ ଭିତ୍ତିକ ନାଟକ। ଏଇ ଅନେକ ଗୁଡ଼ିଏ ନାଟକ ଅଛି ଶବ ଭିତ୍ତିକ ନାଟକ। ବାଦଲ ସରକାରଙ୍କର ପାଗଳା ଘୋଡ଼ା, ଦାଶରଥୀ ପ୍ରସାଦ ଦାସଙ୍କର ନିଷିଦ୍ଧ ଅନ୍ଧକାର, ପ୍ରଫୁଲ୍ଲ କୁମାର ରଥଙ୍କର ଶବ ପଡ଼ିଛି, ଅନେକ ଗୁଡ଼ିଏ ନାଟକ ଅଛି। ଏଇ ନାଟକରେ ଗୋଟିଏ ଜିନିଷ କେବଳ ଦେଖାଯାଇଛି, ଏଇ ଯେଉଁମାନେ ଥିଲେ ସମସ୍ତେ ପ୍ରେମିକ ପ୍ରେମିକା। କିଏ କାହାକୁ ପାଇବ, କିଏ କେମିତି କାହାକୁ ଛାଡ଼ିବ, ଏଇଟା ନାଟକର ତାର ଅଙ୍ଗ। ଯେତେବେଳେ ଗୋଟିଏ ମଣିଷ ଭିତରେ ଅଦମ୍ୟ କ୍ଷୁଧା ହେଉଛି, ଯେ କି ଗୋଟିଏ ଚରିତ୍ର ସୁରେନ୍ଦ୍ର ଦେଖୁଛି ଶବଟିଏ ପଡ଼ିଛି, ଉତ୍କଟ ଗନ୍ଧ ଅଛି। ତାପରେ ଭାବୁଛି ସୁନ୍ଦରୀ ଅଜନ୍ତା
गोटे भोग बा बासनार माने ता भितरे गोटे चित्कार आसुची तार मन भितरे से कहूची ताहले शबर बासना आउ मनुष्यर कंचा मांसर बासना कौन समान कि ठीक अच्छी बुझी हो नहीं केउटा सत शबर भितरे थिबा बासना सत मा रक्त मांस मनुष्य भितरे बासना थिबा सत किए सत किए कहब ये कथाटी किए कहि पारिबो मन गहनर कथा तापरे समस्ते शबको बही नहीं चली पोतिबा शेष कहा राम नाम सत्य है एमती नाटकटी सरी जाइए एवं ये नाटक विजय दासंकर जो गोटे मार्मिक आवेदन अच्छी दि मेड वर्ल्ड ये पृथ्वी एमती एक पागल एवं एमती पागलामी रे पृथ्वी चली शववाहक माने ये नाटक नाटक एते सुंदर परिकल्पना एते सुंदर गोटे प्लॉट संयोजना वास्तविक मनुष्य को चेताई दिए जे सत्य आमे मनुष्य तो आमे मनुष्य बंची थिबा मनुष्य ना आमे गोटे गोटे शव तापरे जिबा आ गोटे गोटे चमत्कार नाटक जो नाटक परिकल्पना जो नाटक बारंबार आमर समालोचना बा आमर आलोचना को आसी थाए से नाटक हूँ विश्वजित दास मृगया यही मृगया नाटक गोटे 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 पारंपरिक गप जो जदि भी उद्भटता बहुत अल्प अच्छी किंतु गोटे उद्भटतार कहानी सृष्टि करा मनीष ये चरित्र हूँ विवेकानंद जे जड़े विद्यालय शिक्षक पुओ सारथी मुक्ता आउ गोटे से पोषपुत्र शुभेन्दु पुओटी पाठ पढ़ी नहीं बालुंगा होती शुभेन्दु पाठ पढ़ी से भल चाकरी करिछि विवेकानंद इच्छा थिला तांकर मुक्ता को शुभेन्दु सहित बाहा करदेवाई पोषपुत्र सहित बाहा करने पोष्य हिसाब से पुत्र तो नुह गोटे पोष्य हिसाब से गोटे पिलाटे रखाई से बड़ है बाहा करने शुभेन्दु जिते चाकरी कर सारा से कहूँ तुम व्यस्त हुओ ना टिके अपेक्षा कर समय कौन गड़ी जाऊँगी केवल 30,000 टंका जोगाड़ कर मु राजी अच्छी आज भी तुमको बाहा हेबी तापर शुभेन्दु चली जाऊँगी से बाहा ही नहीं मुक्ता को बाहा हेबापी कल्पतरु जे कि केवल स्वप्न देखुची एवं मुक्ता को कहूँ मुक्ता तुम्हें बुझिल तुम्हें समुद्र को बहुत भल पाओ मु समुद्र कूल रे तुम गोटे सुंदर घरटीए करी गोटे पानीर घर करी से घर रे तुम्हें समुद्र को देख समुद्र तरंग को तुम्हें अनुभव कर खाली सेतिकी नुह समुद्र सहित तुम्हें कथबार्ता हेब तुम्हें समुद्र को तुम्हें जिते झरका को खोलीदेव केवल समुद्र ही समुद्र देख एमती कल्पना करुवा गोटे व्यक्ति जे कि केवल तार जीवन सारा एमती कल्पना करी से केवे विवाह करि पारे नहीं किंबा खाली केवल कल्पना रे बुड़ी रही यही विवेकानंद मन फाटी जाइए बा से दुखरे एमती दुखरे पड़ी एमती दुखरे देखिचंती जे समग्र परिवार एपट सेपट तापरे निजर जड़े पुरातन छात्र पाखरे से ही रही गोटे नूतन समाजर परिकल्पना करने को से चेष्टा करचंती एवं पुणी गोटे पुणी जे शिक्षक थिले पुणी गोटे शिक्षकर भूमिका नौचंती एमिति एक गल्परे कहा जाइछि मनुष्य पाखरे अर्थ केते बड़ हो पारे मनुष्य पाखरे जो गोटे आम पाखरे थिबा जो जड़े 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 आमको भल पाइबार तार प्रतिबदल आम कौन दौची
ଆମେ କେମିତି ଜଣଙ୍କର ସାହାଯ୍ୟ ଶୀଘ୍ର ଶୀଘ୍ର ଏତେ ଶୀଘ୍ର ଭୁଲି ଯାଉଥାଇ ଏଇ କଥାଟି ସ୍ଥିତିବାଦୀ ଦର୍ଶନର ମୁଖ୍ୟ ଜିନିଷ ମଣିଷ ବଞ୍ଚିବାଟା ଯଥେଷ୍ଟ ଯାହା ବି ହଉ ନୀତି ଆଦର୍ଶ ଭିନ୍ନତାରେ ମଣିଷ କେବଳ ବଞ୍ଚିବ ମଣିଷ ବଞ୍ଚିବା ହିଁ ଶେଷ ସତ୍ୟ ଏଇ କଥାଟିକୁ ସେଇଠି କୁହାଯାଉଛି। ଏଇ ନାଟକରେ ଯଦି ବି କଥାବସ୍ତୁ ବା କାହାଣୀ ଯୋଉ ପ୍ଲଟଟି ନିଆ ହଉଛି ଗତାନୁଗତିକ ପ୍ଲଟ ହେଇପାରେ କିନ୍ତୁ ଯେଉଁ ସଂଳାପ ଗୁଡିକ ସଂଯୋଜନା କରାଯାଉଛି ସେ ସଂଳାପ ଗୁଡିକ ସତେ ଯେମିତି ମଣିଷର ଅବଚେତନ ଭିତରେ ଥିବା ବିଚ୍ଛିନ୍ନତା ବୋଧ ମଣିଷ ଭିତରେ କିଛି ନଥିବା କଥା ମଣିଷ ଗୋଟେ ନଥିଙ୍ଗନେସ୍ ନଥିଙ୍ଗ ବିଙ୍ଗ ଏଇ ଜିନିଷ ଗୁଡିକ ଛୋଟ ଛୋଟ ଶବ୍ଦ ମାଧ୍ୟମରେ କୁହାଯାଉଛି। ସତେ କଣ ମଣିଷ ଉଦ୍ଭଟ ନୁହେଁ କି? ସବୁ କଥା ଭୁଲି ଯାଉଥିବା ମଣିଷ, ଭଲ ପାଇବାକୁ ଭୁଲି ଯାଉଥିବା ମଣିଷ, ସମଗ୍ର ସମାଜକୁ ଭୁଲି ଯାଉଥିବା ମଣିଷ ସେ କଣ ପ୍ରକୃତିର ଉଦ୍ଭଟ ନୁହେଁ କି? ସେ ପ୍ରକୃତରେ ଜଣେ ଉଦ୍ଭଟ ଏବଂ ବିଚିତ୍ର ଭାବରେ ସେ ଉଦ୍ଭଟ ହେଲେ ଉଦ୍ଭଟ ଯାହାକି ତାର ନିଜସ୍ୱ ଭାବ ଚେତନାରୁ ତାର ତାର ମଣିଷର ଯୋଉ ତାର ଯୋଉ ମଣିଷ ପଣିଆର ଯୋଉ ଭିତ୍ତିଭୂମି ଅଛି ସେ ଭିତ୍ତିଭୂମି କିଛି ନାହିଁ। ତାପରେ ଆମେ ଦେଖିବା ଆଉ ଗୋଟିଏ ନାଟକ ଏଇ ନାଟକରେ ଏମିତି ଏକ ବିଚିତ୍ର ନାଟକ ଏଇଟା ପ୍ରକୃତରେ ଆମେ ଯଦି ଏବ୍ସଡିଟି ଦେଖିବା ବା ଫାଣ୍ଟାସି ଦେଖିବା ଅତ୍ୟଧିକ ପରିମାଣରେ ଫାଣ୍ଟାସି ଥିବା ନାଟକ ରମେଶ ସମୟ ପ୍ରସାଦ ଅଛି। ପାଣିଗ୍ରାହୀଙ୍କର ନାଟକ ଜଣେ ମହାପୁରୁଷଙ୍କ ଜନ୍ମ ଓ ମୃତ୍ୟୁ ସମ୍ପର୍କରେ ନାଟକର ନାଁ ହଉଛି ଜଣେ ମହାପୁରୁଷଙ୍କ ଜନ୍ମ ମୃତ୍ୟୁ ସମ୍ପର୍କରେ ତାର ମୁଖ୍ୟ ଚରିତ୍ର ହେଉଛନ୍ତି କୃଷ୍ଣ ମୋହନ। କୃଷ୍ଣ ମୋହନ ଜଣେ ବୈଜ୍ଞାନିକ ଯେ ବ୍ୟଙ୍ଗ ବିଷୟରେ ଅଧ୍ୟୟନ କରନ୍ତି। ବ୍ୟଙ୍ଗ ବିଷୟରେ ଅଧ୍ୟୟନ କରିବାକୁ ହେଲେ ସେ 5000 ବ୍ୟଙ୍ଗ ମାରି ସାରିଲେଣି। ଉଦ୍ଭଟ ପରିକଳ୍ପନା। ମାଧବୀ ତାଙ୍କର ସ୍ତ୍ରୀ ଦିଟି ବ୍ୟଙ୍ଗକୁ ତାଙ୍କର ପୁଅ ଝିଅ ହିସାବରେ ନେଇଛନ୍ତି। ଗୋଟିଏ ପୁଅର ନାଁ ହଉଛି ପିଙ୍ଗପଙ୍ଗ ଆଉ ଗୋଟିଏ ଝିଅର ନାଁ ହଉଛି ନାଇଟ କୁଇନ। ଏକ ବିଚିତ୍ର ନାଟକର ପରିକଳ୍ପନା। ଏଇ କୃଷ୍ଣ ମୋହନକୁ ସମସ୍ତଙ୍କ ଡର। ଅଧ ରାତିରେ ବର୍ଷା ରାତିରେ ବ୍ୟଙ୍ଗ ଖୋଜିବା ଯାହାର କେବଳ ଗୋଟେ କାମ ସେ କେବଳ ବ୍ୟଙ୍ଗ ଖୋଜିବେ। ଏକ ବିଚିତ୍ର ମଣିଷ ଯେ ଜୀବନ ସାରା କେବଳ ବ୍ୟଙ୍ଗ ଖୋଜୁଛନ୍ତି। ବ୍ୟଙ୍ଗ ବିଷୟରେ ଏମିତି ସନ୍ଦର୍ଭଟିଏ ଉପସ୍ଥାପନ କରୁଛନ୍ତି ଯେ ଯେତେବେଳେ ପ୍ରଥମେ ବର୍ଷା ପାଣି ବ୍ୟଙ୍ଗ ମୁଣ୍ଡରେ ପଡେ ସେଟା ମୋତି ହେଇଯାଏ ଏବଂ ଯେତେବେଳେ ସାପଟି ବ୍ୟଙ୍ଗକୁ ଖାଇଦିଏ ସେଇ ବେଙ୍ଗର ମୋତିଟି ସାପର ଚୂଳକୁ ଆସେ ଏବଂ ଚୂଳର ସେ ମୋତିଟି ରହେ। ଏଇଟା ହଉଛି ତାଙ୍କର ଥେସିସ୍ ପେପର। ଏହା ଉପରେ ଜୀବନ ସାରା ଏହା ଉପରେ ଗବେଷଣା କରି ଏଇ କଥାଟାକୁ ପ୍ରତିପାଦିତ କଲେ ଯେ ଏଇଟା ସତ। ସାପ ବେଙ୍ଗ ମୁଣ୍ଡରେ ପ୍ରଥମ ବର୍ଷା ପାଣି ମୋତି ହେବ। ବେଙ୍ଗକୁ ଯୋଉ ସାପ ଖାଇବ ସେ ସାପର ମୁଣ୍ଡରେ ମୋତି ହେବ। ଏଇଟା ଆପଣଙ୍କର ଏଲିସ୍ ଅଫ୍ ଦି ୱାଣ୍ଡରଲ୍ୟାଣ୍ଡ ଏମିତି କାରଲଙ୍କର ଅନେକ ଗୁଡ଼ିଏ ଅଛି ଗଳ୍ପ ଯେଉଁ ଗଳ୍ପରେ ଅତ୍ୟଧିକ ପରିମାଣରେ ଫାଣ୍ଟାସି ରହିଛି ଏବଂ ଏଇ ଫାଣ୍ଟାସିରେ କଣ ସୂଚଉଛି ଏମିତି ଏକ କଂକ୍ଲୁଡ ବିଚିତ୍ର କରନ୍ତୁ। ମଣିଷ ଯେ ସେ ସମାଜକୁ ଚିହ୍ନି ନାହିଁ, ଘର ଚିହ୍ନି ନାହିଁ, ନିଜର ସ୍ତ୍ରୀକୁ ଚିହ୍ନି ନାହିଁ ଏବଂ ନିଜର ସ୍ତ୍ରୀର ତାର ଅଭାବ ବୋଧକୁ ଯେ ଜାଣିପାରେ ନାହିଁ ସାରା ଜୀବନ ବ୍ୟଙ୍ଗ ସାବରେ କଟାଇ ଦେଇଛି। ଏମିତି ଏକ ଉଦ୍ଭଟ ନାଟକ ରମେଶ ପାଣିଗ୍ରାହୀଙ୍କର ନାଟକ ଜଣେ ମହାପୁରୁଷଙ୍କର ଜନ୍ମ ମୃତ୍ୟୁ ସମ୍ପର୍କରେ। ଏଇ ଯୋଉ ସମୟ କଥାବସ୍ତୁ ହେଲାଣି ସାର୍ ଧୀରେନ୍ଦ୍ର ଆଜ୍ଞା ସମୟ ହେଲାଣି। ଯଦି କନକ୍ଲୁଡ କରନ୍ତୁ। ଆଜ୍ଞା। ଉଦ୍ଭଟ ନାଟକ ସମ୍ପର୍କରେ କେବଳ ଦିଟା ଧାଡି କହିଦଉଛି। ଉଦ୍ଭଟ ଏକ କଳ୍ପନା ବିଳାସ ନୁହେଁ। ଏକ ଜୀବନ ଚେତନା
ଉଦ୍ଭଟ ବିଶୃଙ୍ଖଳିତ ନୁହେଁ, ଏକ ଶୃଙ୍ଖଳିତ ଚେତନା। ଉଦ୍ଭଟ ସମଗ୍ର ମାନବକୁ ତାର ଅନ୍ତଃସତ୍ତ୍ୱାକୁ ଦେଖାଉଥିବା ଗୋଟିଏ କଳ୍ପନା, ଯାହାକି ହୁଏତ ଆମକୁ ଉଦ୍ଭଟ ଲାଗିପାରେ, ଦେଖିବାକୁ ଗଲେ ପ୍ରକୃତିର ନୁହେଁ। ଜୟ ହିନ୍ଦ। ହ୍ୟାଲୋ। ହଁ। ସଭାପତିଙ୍କର ସଂକ୍ଷିପ୍ତ ଟିପ୍ପଣୀ ଆରମ୍ଭ କରନ୍ତୁ। ଆଜିର ଏହି ସୁନ୍ଦର ଏବଂ ଗଭୀର ଆଲୋଚନାକୁ ଜ୍ଞାନମୟ କରିଥିବା ପାଇଁ ଆଲୋଚକ ମହୋଦୟଙ୍କୁ ହୃଦୟ ଭିତରୁ ଅଜସ୍ର ଧନ୍ୟବାଦ। ଆପଣଙ୍କର ଗଭୀର ଚିନ୍ତନ, ଅନୁଭବପୂର୍ଣ୍ଣ ମତାମତ ଏବଂ ସୁସ୍ପଷ୍ଟ ବ୍ୟାଖ୍ୟା ଏହି ସଭାକୁ ଅଧିକ ଅର୍ଥପୂର୍ଣ୍ଣ ଓ ସାରଗର୍ଭୀ କରିଛି। ଆପଣ ଯେପରି ଭାବରେ ବିଷୟକୁ ବ୍ୟାଖ୍ୟା କଲେ, ସେଥିରୁ ସମସ୍ତ ଶ୍ରୋତାମାନେ ନିଶ୍ଚିତ ନୂତନ ଜ୍ଞାନ ଓ ପ୍ରେରଣା ପାଇଛନ୍ତି। ବିଭିନ୍ନ ନାଟକ ବିଷୟରେ ଆପଣ ଆଲୋଚନା କଲେ। ଅରଣ୍ୟର ଫସଲ, ବନହଂସୀ, ଶବ ବାହକମାନେ, ପାଗଳ ଘୋଡ଼ା, ଶବ ପଡ଼ିଛି, ମୃଗୟା, ଏମିତି ଅନେକ ନାଟକ, ଅନେକ ପାତ୍ରପାତ୍ରୀ, ଅନେକ ସଂଳାପ ଉପରେ ଆପଣ ଗଭୀର ଭାବରେ ଆଲୋଚନା କଲେ। ଉଦ୍ଭଟ ଚିନ୍ତା ଓ ଚେତନାରେ ସଂଳାପ ରଚନା କରିବା, ବିଭିନ୍ନ ଚରିତ୍ରକୁ ଉପସ୍ଥାପନା କରିବା ଏବଂ ଏହି ସବୁର ସମ୍ମିଶ୍ରଣରେ ଗୋଟିଏ ନାଟକ ସୃଷ୍ଟି କରିବାର କଳା ଯେଉଁ ନାଟ୍ୟକାର ଶିଖିଛି ବା ଯେଉଁ ନାଟ୍ୟକାର ଏଭଳି ଏକ ସୃଷ୍ଟି କରିଛି, ନିଶ୍ଚିତ ଭାବରେ ବିଶ୍ୱାସ କରି ହୁଏ ନାହିଁ। ତେଣୁ ବିଭିନ୍ନ ଚରିତ୍ର ମାଧ୍ୟମରେ, ବିଭିନ୍ନ ଉଦ୍ଭଟ ଚିନ୍ତାଧାରା ମାଧ୍ୟମରେ, ବିଭିନ୍ନ ସଂଳାପ ମାଧ୍ୟମରେ ତଥାପି ଆମକୁ ସେଭଳି ଉଦ୍ଭଟ ନାଟକ ଆମକୁ ଅନୁପ୍ରାଣିତ କରିଥାଏ, ଆମକୁ ଆଲୋଡ଼ିତ କରିଥାଏ। ଅତି ସୁନ୍ଦର ଭାବରେ ଆପଣ ଏହି ଆଲୋଚନାଟିକୁ କରିଥିବାରୁ ପୁଣି ଥରେ ସମସ୍ତଙ୍କ ତରଫରୁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଏହି ଆଲୋଚନାରେ ଭାଗ ନେଇଥିବା ସମସ୍ତ ସଦସ୍ୟମାନଙ୍କୁ ମଧ୍ୟ ହୃଦୟ ଭିତରୁ କୃତଜ୍ଞତା ଜଣାଉଛି। ସୋନପୁର ବିଚାରଧାରା ମୁଖ୍ୟ ଶ୍ରୀଧର ବାବୁଙ୍କୁ ଧନ୍ୟବାଦ ଅର୍ପଣ କରିବା ପାଇଁ ଅନୁରୋଧ କରୁଛି। ଶ୍ରୀଧର ବାବୁ।